ଆଗକୁ ନେବା ପାଇଁ ସଦା ସର୍ବଦା ତତ୍ପର ଅଛନ୍ତି। ଗଣମାଧ୍ୟମର ପ୍ରତିନିଧିବୃନ୍ଦ, ଆଶ୍ରମର ଅନ୍ତେବାସୀ, ସମସ୍ତ ସହକର୍ମୀ ବନ୍ଧୁ, ସାହିତ୍ୟକୁ ଭଲ ପାଉଥିବା ସୁଧୀ ସଜ୍ଜନ, ଆଜିକୁ ଠିକ୍ 25 ବର୍ଷ ତଳେ ଜଗା ଶିଶୁ ସାହିତ୍ୟ ସଂସଦ ଜନ୍ମ ହୋଇଥିଲା ପରିର ନାଥପୁର ଗାଁ। ଏହି ଅବସରରେ ଆଜି ତାର 25ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ପାଳନ କରୁଛି। ଅନୁଷ୍ଠାନ ଗଠନରୁ ଆଜି ଯାଏଁ ଯେଉଁମାନେ ଅକୁଣ୍ଠିତ ଚିତ୍ତରେ ସହଯୋଗର ହାତ ବଢ଼ାଇ ଆସିଥିବେ ସେମାନଙ୍କ ନିକଟରେ ମୁଁ ଚିରକୃତଜ୍ଞ। ଅନୁଷ୍ଠାନ ତାର 25 ବର୍ଷ ଯାତ୍ରା ମଧ୍ୟରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିছে ସତ, କିନ୍ତୁ ଅଟକି ତା ଚଲାବାଟ। ଶିଶୁମାନଙ୍କ ପାଇଁ ବିଭିନ୍ନ ସମୟରେ ପ୍ରାୟ 65 ଖଣ୍ଡ ଗ୍ରନ୍ଥ ପୁସ୍ତକ ବିଭିନ୍ନ ଲେଖକମାନଙ୍କର ପ୍ରକାଶ କରିବାର ସୁଯୋଗ ପାଇଛି ଆମ ଅନୁଷ୍ଠାନ, ଯାହା ଅନୁଷ୍ଠାନ କରିଛି ଗର୍ବିତ। ପୂଜ୍ୟ ପୂଜା, ପ୍ରତିଭା ବିକାଶ, ସୃଜନଶୀଳତା ମାଧ୍ୟମରେ ଜଗା ଶିଶୁ ସାହିତ୍ୟ ସଂସଦ ହୋଇଛି ଗତିଶୀଳ, ଶିଶୁରୁ ଯୁବକରେ ହୋଇଛି ପରିଣତ। ଏହି ଗତିଶୀଳତାକୁ ଆଗକୁ ଆଗେଇ ନେବା ପାଇଁ ସୁଯୋଗ ଦେଇଥିବା ଓ ସହାୟତା କରିଥିବା ସମସ୍ତ ହିତୈଷୀମାନଙ୍କୁ ଅନ୍ତରଙ୍କ ଶୁଭେଚ୍ଛା ଓ ଶୁଭକାମନା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆମକୁ ଗର୍ବିତ କରିଥିବା ପ୍ରତିଭାଧର ବ୍ୟକ୍ତି ବିଶେଷମାନଙ୍କୁ ଆଜି ଅନୁଷ୍ଠାନ ଏହି ଅବସରରେ ସମ୍ବର୍ଦ୍ଧିତ କରିବାକୁ ଯାଉଛି। ଆଜି କାର୍ଯ୍ୟକ୍ରମକୁ ସଫଳ କରିବାର ଆପଣମାନଙ୍କର ଉପସ୍ଥିତି ଆମକୁ ଆଗକୁ ବାଟ ଦେଖାଇବାରେ ନିଶ୍ଚୟ ପ୍ରେରଣା ଯୋଗାଇବ, ଏଥିରେ ସନ୍ଦେହ। ଆପଣମାନଙ୍କ ଭଲ ପାଇବା, ଆଶୀର୍ବାଦ ଏଇଭଳି ଆମ ଉପରେ ସଦାସର୍ବଦା ରହିଥାନ୍ତୁ, ଏତିକି ଆଶା ରଖି ରହୁଛି। ବନ୍ଦେ ଉତ୍କଳ ଜନନୀ, ଜୟ ଜଗନ୍ନାଥ। ବର୍ତ୍ତମାନ ମଞ୍ଚସ୍ଥ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଏ। ବର୍ତ୍ତମାନ ସମ୍ପାଦକ ସେକ୍ରେଟାରୀ ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି ମହୋଦୟଙ୍କୁ ମୁଁ ନିବେଦନ କରିବି ତାଙ୍କର ସାରଗର୍ଭକ ବକ୍ତବ୍ୟ ରଖିବା। ଶ୍ରୀଯୁକ୍ତ ଭୁବନ ମୋହନ ଆଜି ଜଗା ଶିଶୁ ସାହିତ୍ୟ ସଂସଦର 32ତମ ଜନ୍ମ ଦିବସ ଯାଜପୁର ଐତିହାସିକ ପୀଠ ବରି ମା ରମାଦେବୀଙ୍କ ଆଶ୍ରମରେ ପାଳନ କରାଯାଉଥିବାରୁ ପ୍ରଥମେ ମାଟିକୁ ଆମେ ଯାହାଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରୁ ସେ ମହାପୁରୁଷଙ୍କୁ ପ୍ରଣାମ ଜଣାଉଛି। ମୋ ଆଜି ସଭାରେ ଉପବିଷ୍ଟ ଥିବା ସମସ୍ତ ମଞ୍ଚର ଅତିଥିବୃନ୍ଦ, ମୁଁ ଯଦିଓ ଖବରକାଗଜ ସଂଗ୍ରହ କରୁ ଇଂଲିଶ ରେକର୍ଡ କରିଛି, କିନ୍ତୁ ଅଜୟ ଏବଂ ଅମୂଲ୍ୟ ଏମାନଙ୍କ ଭଳି ହେଇନାହିଁ। ସେମାନେ ଆମ ସଂସ୍କୃତି, ଆମର ଐତିହ୍ୟକୁ ଆଜି ବି ଆମ ଅଞ୍ଚଳରେ ବଞ୍ଚିକି ରଖିଛନ୍ତି। ଆଉ ଆଜି ମୋର ସୌଭାଗ୍ୟ ଯେ ଦୀର୍ଘ 32 ବର୍ଷର ଜଗା ଶିଶୁ ସାହିତ୍ୟ ସଂସଦରେ ମୁଁ ଆଜି ପହଞ୍ଚିଛି। ପ୍ରତ୍ୟେକ ବର୍ଷ ଅଜୟ ମୋତେ ଡାକିଥାନ୍ତି, କିନ୍ତୁ ମୋର ବିଭିନ୍ନ
କାର୍ଯ୍ୟବ୍ୟସ୍ତତା ପାଇଁ ମୁଁ ଆସିପାରି ନଥାଏ। ଏଥର ସୌଭାଗ୍ୟକୁ ମୁଁ ଆସିପାରି। ଜଗତସିଂହପୁର ସାହିତ୍ୟ ସଂସଦ ଆରମ୍ଭ ହେଲା ଦିନରୁ ମୁଁ ତା ସହିତ ସମ୍ପୃକ୍ତ ଅଛି। ଯେତେବେଳେ 1993 ମସିହାରେ ମୋର ମ୍ୟାଟ୍ରିକ୍ ସରିଲା, ତାପରେ ମୁଁ କଲେଜରେ ପଢ଼ିଲି, ଗୋପବନ୍ଧୁ ଚୌଧୁରୀ କଲେଜ। ପ୍ରତ୍ୟେକ ବର୍ଷ କଲେଜ ମ୍ୟାଗାଜିନ୍ ବାହାରେ। କଲେଜ ମ୍ୟାଗାଜିନ୍ରେ ମୁଁ ଗୋଟେ ଲେଖା ଦେଇଥିଲି। ସେ ଲେଖାଟା ମୋର କଲେଜର ସାର୍ମାନଙ୍କୁ ପସନ୍ଦ ହେଲା ନାହିଁ ଆଉ ସେ କବିତାଟା ବାହାରିଲା ନାହିଁ। ତାପରେ ହିଁ ଆକ୍ଚୁଆଲି କବିତା ଲେଖା ବା ଗଳ୍ପ ଲେଖା, ପ୍ରବନ୍ଧ ଲେଖା ବା ସବୁକିଛି ମୁଁ ଆରମ୍ଭ କରିଛି। 1996ରେ ପ୍ରଥମେ ଯେମିତି ଅମିତାଭ କହୁଥିଲା, ମୁଁ ଗୋଟେ ପ୍ରତିଯୋଗୀ ବୋଲି ଗୋଟେ ପତ୍ରିକା ବାହାର କରିଥିଲି। ଉଦ୍ଦେଶ୍ୟ ଥିଲା ସେଥିରେ ବିଭିନ୍ନ ପ୍ରକାର କମ୍ପିଟିସନ୍ କରାଇବା, ପିଲାମାନଙ୍କୁ କମ୍ପିଟେଟିଭ୍ ମାଇଣ୍ଡକୁ ଆଣିବା। ସରକାରଙ୍କ ସ୍ୱୀକୃତି ପ୍ରତିଯୋଗୀ ମିଳିପାରିଲା ନାହିଁ। ଶିଶୁ ପ୍ରତିଯୋଗିତା ପରେ ଖବରକାଗଜ ଆକାରରେ ବାହାର କରିଥିଲି ଏବଂ ସେଇ ପ୍ରତିଯୋଗୀର ଜର୍ଣ୍ଣିରୁ ଦୀର୍ଘ 29 ବର୍ଷ ପରେ ଆଜି ମୁଁ ପେପରମ୍ୟାନ୍ ଇଣ୍ଡିଆ ନାମରେ ଗୋଟେ ୱିକଲି ଖବରକାଗଜ କଟକରେ ବାହାର କରିଛି। ଆମ ଅଞ୍ଚଳ ବନ୍ୟାଞ୍ଚଳ। 1998 ମସିହାରେ ମୋର ଯେତେବେଳେ ଗ୍ରାଜୁଏସନ୍ ସରିଲା, ମୁଁ ବିଭିନ୍ନ ଖବରକାଗଜ ସଂସ୍ପର୍ଶରେ ଆସିଲା ପରେ ଆମର ଏଇଠି ସଞ୍ଜତ ଭାଇ ବାହାର କରିଥିଲେ ଯାଜପୁର ଏକ୍ସପ୍ରେସ୍। ତାର ପ୍ରେରଣା ପାଇକି ମୁଁ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲି। 1999 ମସିହା ବାତ୍ୟାରେ ଯେତେ ଖବରକାଗଜ ରଖିଥିଲି ସବୁ କୁଆଡ଼େ ପଳେଇଲା, ତାପରେ ମିଳିଲାନି। ପୁଣି ଥରେ ଆଉ ଥରେ ମୁଁ 2000 ମସିହାରୁ ଆରମ୍ଭ କରିଥିଲି। 2000-2001ରୁ ଆରମ୍ଭ କରିଥିବା ଜର୍ଣ୍ଣି ମାନେ ଖବରକାଗଜର ସଂଗ୍ରହ ଆଜି ମୋତେ ଗିନିସ୍ ୱାର୍ଲଡ ରେକର୍ଡ କେବଳ ଆଣି ଦେଇନାହିଁ, ଗୋଟେ ଲମ୍ବା ଖବରକାଗଜର ଜର୍ଣ୍ଣି ଆଣିଛି। 172ଟି ଦେଶ, 102ଟି ଭାଷାର ମୋ ପାଖରେ ଆଜି ତାରିଖରେ 5916ଟି ପେପର ଅଛି। ସବୁ ଯାକର ନାଁ ଅଲଗା। ଆମ ଯାଜପୁର ଅଞ୍ଚଳର ଯେମିତିକି ଶିଶୁ ଧାରା, ଶିଶୁ ସୁଧା, ରତ୍ନଗିରି ଅଜୟ, ଅମୂଲ୍ୟ ବଣମଲ୍ଲୀ, ଫୁଲ ପାଖୁଡ଼ା, ଅମିତାଭର ଯନ୍ତ୍ରଣା, ଚିତ୍ରସେନ ପଣ୍ଡାଙ୍କର ସନ୍ମାର୍ଗ, ଏସବୁ ଖବରକାଗଜ ବରି ଅଞ୍ଚଳରୁ ବାହାରିଥିଲା ବିଭିନ୍ନ ସମୟରେ। ନନାଙ୍କର ବଜ୍ରବାଣ ଏବେ ବାହାରୁଛି, ତା ପୂର୍ବରୁ ବିଦଗ୍ଧ, ଏ ସବୁଗୁଡ଼ିକ ସଂଗ୍ରହ ମୁଁ କରିଛି ଏବଂ ମୋ ପାଖରେ ଅଛି। ମୁଁ କେବଳ ଯେ ବିଶ୍ୱର ଖବରକାଗଜ ସଂଗ୍ରହ କରିନାହିଁ, ଆମ ଅଞ୍ଚଳର ଖବରକାଗଜ ସଂଗ୍ରହ କରିଛି। ଆଉ ଆଜି ଶିଶୁ ଦିବସ ଦେଖିଲେ ଏତିକି କଥା କହିବି, ମୁଁ ଆଜି ବି ଆମ ଅଞ୍ଚଳରେ ଶିଶୁ, ଯଦି ଆପଣମାନେ କେହି ବି ଶଶାଙ୍କ ଶେଖର ଦାସ କୋଉଠି ପଚାରନ୍ତି କେହି କହିପାରିବେନି। ଆଉ ମୁଁ ଯୋଉ ପରିଚୟରେ ବଞ୍ଚୁଛି, ମୁଁ ଚାହୁଁଛି ସେଇ ପରିଚୟରେ ସବୁଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁ। ଦୋଳ ସାହେବଙ୍କ ପୁଅ, ଶଙ୍କରାନନା ଭାଇ, ଏ ଦୁଇଟା ହିଁ ମୋର ପରିଚୟ। ତେଣୁ ଆଉ କୌଣସି ପରିଚୟ ମୋ ପାଇଁ ଆବଶ୍ୟକତା ନାହିଁ। ହେଇପାରେ ମୁଁ ଗିନିସ୍ ୱାର୍ଲଡ ରେକର୍ଡ କରିଛି, ଓଡ଼ିଶାର ମାତ୍ର 12 ଜଣଙ୍କୁ ଗିନିସ୍ ୱାର୍ଲଡ ରେକର୍ଡ କରିଛନ୍ତି, ତା ଭିତରେ ମୁଁ ଜଣେ। କିନ୍ତୁ ମୁଁ ଏବେ ବି ସେଇ ଶିଶୁ, ମୁଁ ଏବେ ବି ଚାହୁଁଛି ସେଇ ପରିଚୟରେ ବଞ୍ଚିବା ପାଇଁ। ନମସ୍କାର, ଜୟ ଜଗନ୍ନାଥ। ଚନ୍ଦ୍ରଶେଖର ସାହୁ ମହୋଦୟଙ୍କୁ ଅନୁରୋଧ କରିବି, ଆପଣମାନେ ସମସ୍ତେ ଚନ୍ଦ୍ରଶେଖର ସାହୁଙ୍କ ବିଷୟରେ ଜାଣିଥିବେ। ତଥାପି ମୁଁ ଏତିକି କହିବି, ତାକୁ ଆମେ ଦେଉଛୁ ନନ୍ଦକିଶୋର ସାମଲ ଶିଶୁ ସାହିତ୍ୟ ସମ୍ମାନ। ମହାଶୟ ଶିଶୁର କଅଳ ମନକୁ ବୁଝି ତାକୁ ବୁଝାଇବା ପାଇଁ ଆପଣ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ତାହା ଆପଣଙ୍କୁ ସଫଳ ଶିଶୁ ସାହିତ୍ୟିକ ହେବାର ଗୌରବ ଆଣିଦେଇଛି। କଲେଜ ପଢ଼ା ଦିନରୁ ସାହିତ୍ୟ ପାଇଁ ନିଜକୁ ସମର୍ପି ଦେଇଛନ୍ତି ଆପଣ। ଆପଣଙ୍କ ବହୁ ଲେଖା ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେଇ ବେଶ ପାଠକ ସ୍ୱୀକୃତି ଲାଭ କରିଛି। ଆପଣଙ୍କ ଦ୍ୱାରା ରଚିତ ରାଜା ଶୋଇଛନ୍ତି, ତୁମ ପାଇଁ ଗପ ସବୁ ଓଡ଼ିଆ ଶିଶୁ ସାହିତ୍ୟକୁ ସମୃଦ୍ଧ କରିଛି। ଆପଣଙ୍କ ଏକାଦୃଶ କାର୍ଯ୍ୟ ପାଇଁ ଆମ ଅନୁଷ୍ଠାନ ଆପଣଙ୍କୁ ନନ୍ଦକିଶୋର ସାମଲ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରି ନିଜକୁ ଗୌରବାନ୍ୱିତ ମନେ କରିବା ସହ ଆପଣଙ୍କ ସୁଦୀର୍ଘ ନିରାମ ଜୀବନ କାମନା କରୁଛି। ବନ୍ଦେ ଉତ୍କଳ ଜନନୀ, ଜୟ ଜଗନ୍ନାଥ। ଏକ ଅନ୍ୟ ଜଣେ ଶିଶୁ ସାହିତ୍ୟିକ ପଲାସାହି କମଳାପୁର ଯାଜପୁରର ସତ୍ୟବ୍ରତ ସାହୁ, ତାଙ୍କୁ ଆମେ ବର୍ତ୍ତମାନ ସମ୍ବର୍ଦ୍ଧିତ କରିବା ପାଇଁ ମୋ ଅତିଥିମାନଙ୍କୁ ଅନୁରୋଧ କରୁଛି। ସତ୍ୟବ୍ରତ ସାହୁ, ମୁଁ ଏହି ଅବସରରେ ଆମ ଅନୁଷ୍ଠାନ ଉପସଭାପତି ଶରତ କୁମାର ଜେନାଙ୍କୁ ଅନୁରୋଧ କରିବି, ସେ ମାନପତ୍ର ପାଠ କରିବେ। ସତ୍ୟବ୍ରତ ସାହୁ ସାହି ଅମରପୁର ଯାଜପୁର। ମହାଶୟ, ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ଆପଣଙ୍କର ଅବଦାନ ଅତୁଳନୀୟ। ଯୁବ ପ୍ରତିଭା ଭାବରେ ଆପଣଙ୍କ ଗଳ୍ପ, କବିତା, ପ୍ରବନ୍ଧ, ନୀତି କବିତା ଆଦି ଓଡ଼ିଶାର ଲକ୍ଷ ପ୍ରତିଷ୍ଠିତ ଶତାଧିକ ପତ୍ରପତ୍ରିକା
ପ୍ରକାଶିତ ଆକାଶବାଣୀ କଟକ କେନ୍ଦ୍ରର ଶିଶୁ ସଂସାର କିଶୋର ଚକ୍ର ଓ ଯୁବବାଣୀ କାର୍ଯ୍ୟକ୍ରମ ବିଭିନ୍ନ ଲେଖା ପ୍ରକାଶିତ ହୋଇ ଶ୍ରୋତାମାନଙ୍କ ଦ୍ୱାରା ବେଶ୍ ଖୁସି ଲାଭ ଦେଇଛି। ଆପଣଙ୍କ ଦ୍ୱାରା ରଚିତ ପୁନାକିନି ପାଇଁ ଗପ ପୁସ୍ତକଟି ପିଲାମାନଙ୍କ ପାଇଁ ବେଶ୍ ଉତ୍ପାଦନ। ପେଶାରେ ପୂର୍ବତନ ରେଳପଥ କର୍ମଚାରୀ ହୋଇଥିଲେ ବି ନିଶା ଆପଣଙ୍କର ସାହିତ୍ୟ ସାଧନା। ଆପଣଙ୍କ ଏକାଦଶ କାର୍ଯ୍ୟ ପାଇଁ ଆମ୍ଭ ଅନୁଷ୍ଠାନ ଆପଣଙ୍କୁ ସୁମିତ୍ରା ଦେବୀ ସ୍ମୃତି ସମ୍ମାନ 2025ରେ ସମ୍ବର୍ଦ୍ଧିତ କରି ନିଜକୁ ଗୌରବାନ୍ୱିତ ମନେ କରିବା ସହିତ ଆପଣଙ୍କର ସୁଦୀର୍ଘ ସମୁଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ। ବନ୍ଦେ ଉତ୍କଳ ଜନନୀ ଜୟ ଜୟ। ତେଣୁ ଅନୁରୋଧ କରିବି ଆମ ମଳରେ ଅଛନ୍ତି ବିଶିଷ୍ଟ ସାହିତ୍ୟିକ ଅବସରପ୍ରାପ୍ତ ଶିକ୍ଷକ ପ୍ରବଚକ ସଙ୍ଗୀତ ନିର୍ଦ୍ଦେଶକ କଣ୍ଠଶିଳ୍ପୀ ବଟକୃଷ୍ଣ ସ୍ୱାଇଁ ମହୋଦୟଙ୍କୁ ଯାହାକୁ ଆମେ ପରିବେଶ ବ୍ୟକ୍ତି ନିରଞ୍ଜନ ମହାପାତ୍ର ସ୍ମୃତି ସମ୍ମାନ ସମ୍ବର୍ଦ୍ଧିତ କରିବାକୁ ଯାଉଛି। ମୁଁ ପ୍ରସାଦ ଅନୁରୋଧ କରିବି ସେ ମଞ୍ଚ ଉପରକୁ ଆସିବେ ମୁଖ୍ୟ ଅତିଥିମାନଙ୍କର ଏବଂ ଆମ ମଳରେ ଅତିଥିମାନଙ୍କ ଠାରୁ ସମ୍ମାନ ଗ୍ରହଣ କରିବେ। माननीय श्रीयुक्त बटकृष्ण स्वाई रामदासपुर रायपुर जाजपुर महाशय शिक्षकता आपणकर पेशा किंतु साहित्य साधना और संगीतर मूर्ख समाज सेवा जड़े आदर्श शिक्षक भाव आपण निजर कर्ममय जीवन अवसर ग्रहण कर किंतु साहित्य साधना संगीत और समाज सेवा क्षेत्र में भी आकाशवाणी कटक केन्द्र द्वारा शिशु संसार और किशोर चक्र कार्यक्रम आपंकर बहु बधाई शिशु गल्प और कविता प्रसारित हुई लोकप्रियता हासिल कर विपन्न मानकर सेवा रक्तदान परिवेश सुरक्षा दिगरे कार्य करने दूरदर्शन में आध्यात्मिक क्विज कार्यक्रम में अंशग्रहण कर आपण ज्ञानगुरु और वेदव्यास उपाधि हासिल कर कार्य आम अनुष्ठान आपन को निरंजन महापात्र स्मृति सम्मान 2025 में संपर्कित कर निजक गौरवान्वित मन करने सुदीर्घ समुज्ज्वल भविष्य कामना करुच्ची। जय जय। आम अंचल प्रतिभावान व्यक्तित्व होती समीर कुमार पाढ़ी सुंदरगढ़ टेक्सा सहर रोचे सुआसानी नाम एक पत्रिका प्रकाश करुँच संबोधित कर रत्नगिरी सम्मान 2025 मैं अनुरोध करुँच मो अतिथि मान सहित पाढ़ी महोदय को संबोधित कर माननीय श्रीयुक्त समीर कुमार पाढ़ी महोदय टेनिसा सुंदरगढ़ महाशय ओडिया शिशु साहित्य प्रति आपण सदा समर्पित जाजपुर जिलार साहसपुर ठारे जन्मग्रहण कर सुदूर सुंदरगढ़ जिले अवतार करुले गाँ माटी मोह को भूली पारि ना शिशु किशोर मान संपादन संकलन बेस पाठकीय श्रद्धा लाभ केवल शिशु साहित्य आधुनिक साहित्य और नाटक रचना क्षेत्र में आप सिद्धांत आपण द्वारा रचित विभिन्न लेखा राज्य और राज्य बाहर विभिन्न पत्र पत्रिका प्रकाशित प्रकाश पाई आम भाषा साहित्य को समृद्ध कर आपण एकादश कार्य आम अनुष्ठान आपण को रत्नगिरी सम्मान 2025 संपर्क सुदीर्घ समुज्ज्वल कामना करुच्ची।